ମୋ ଝିଅ ନାଁ ପୂଜାସ୍ତା ବେହେରା। ସେ 3 ବର୍ଷରୁ 3.5 ବର୍ଷ ପର୍ଯ୍ୟନ୍ତ କଥା କହିପାରୁନଥିଲା। ମୁଁ ବହୁତ ବ୍ୟସ୍ତ ଏବଂ ମୋ ପରିବାର ସମସ୍ତେ ବ୍ୟସ୍ତ ଥିଲେ। ତା ଭିତରେ ମୁଁ ବହୁତ ମେଡ଼ିକାଲ ଲାଇନରେ ଯାଇ ଦେଖାଦେଖି କଲି। ଏମିତି ବି ମନ୍ଦିର ଠାକୁରଙ୍କୁ କିଛି ମାର୍ଜନା କରିଛି। ତାପରେ ମୋର ଜଣେ ଷ୍ଟାଫ୍ କହିଲେ ଯେ ଚୋରଦାରେ ଆମର ସ୍ପନ୍ଦନ ହୋମିଓପାଥି ଅଛନ୍ତି, ଦିଲ୍ଲୀପ ସାର୍ଙ୍କ ପାଖକୁ ଯାଅ, ସେଠି ମୋତେ ଲାଗୁଛି ହେଇଯିବ। ମୁଁ ବି ଗୋଟା ଏମିତି ଯାଉଛି 5 ଜାଗା ଯାଇଛି, ଫେଲୁଅର୍ ହେଇଛି, କାଳେ ହେଇଯିବ କି। ତାର ହୋମିଓପାଥି ଉପରେ ମୋର ବି ସେତେଟା ଭରସା ନଥିଲା। ମୁଁ ଯାଉ ଆସିଲି, ମୁଁ ଦେଖା କଲି। ମୁଁ ଏମିତି ଆସିନଥିଲି ଯେ ଏମିତି ମୁଁ ସକ୍ସେସ୍ ହେବି ବୋଲି। ଯାଉ ଦିଲ୍ଲୀପ ସାର୍ଙ୍କ କତିକି ଆସିଲା ପରେ ସାର୍ ମୋତେ କହିଲେ ହଁ ହେଇଯିବ, ବ୍ୟସ୍ତ କାହିଁ ହେଉଛନ୍ତି, ହେଇଯିବ। ଯାଉ ମୁଁ ମେଡ଼ିସିନ ନେବାର 3 ମାସ ଭିତରେ ମୋ ଛୁଆ ସମ୍ପୂର୍ଣ୍ଣ ଭାବରେ କଥା କହୁଛି ଏବଂ ସେ ପଢ଼ିଲାଣି ଏବେ। ବହୁତ ଭଲ, ମୁଁ ଖୁସି ହେଉଛି ଯେ ମୁଁ ବହୁତ ପଇସା ଖର୍ଚ୍ଚ କରିବା ପରେ ବହୁତ କମ୍ ପଇସାରେ ବି ଏଠି ମୁଁ ଭଲ ହେଇଛି। ମୋ ଛୁଆଟା ଇଏ ହେଇଛି। ମୁଁ ସାର୍ଙ୍କୁ ଧନ୍ୟବାଦ ଦେଉଛି ଯେ ତାଙ୍କର ମୋ ଛୁଆ ପ୍ରତି ଏବଂ ମୋ ପ୍ରତି, ମୋ ପରିବାର ପ୍ରତି ତାଙ୍କର ଯଥେଷ୍ଟ ରହିଲା ଅବଦାନ ରହିଲା। ମୁଁ ଏବେ ସମ୍ପୂର୍ଣ୍ଣ ବହୁତ ଦିନ ପର୍ଯ୍ୟନ୍ତ ମୋ ଜୀବିତ ଥିବା ପର୍ଯ୍ୟନ୍ତ ମୋ ଛୁଆର ଉପକୃତଟା ମୁଁ ମନେ ରଖିବି। ସାର୍ଙ୍କୁ ଧନ୍ୟବାଦ ଜଣାଉଛି।